ମାଟି ଓ ମଣିଷ କେଉଁ ଆବାହମାନ କାଳରୁ ସମ୍ପର୍କରେ ବନ୍ଧା ହୋଇଛନ୍ତି ଯେ ଆଜି ଆସି ଚତୁର୍ବିଂଶ ଶତାବ୍ଦୀରେ ଯୁଗ ପହଞ୍ଚିଲାଣି, ତଥାପି ମାଟିର ସମ୍ପର୍କ ଠାରୁ, ମାଟିର ବାସ୍ନା ଠାରୁ ମଣିଷ ଦୂରେଇ ପାରି ନାହିଁ। ସମୟ ଥିଲା ମଣିଷ ବାଉଁଶରେ ଖାଦ୍ୟ ତିଆରି କରି ଖାଉଥିଲା। ମଣିଷର ବୁଦ୍ଧି ବଳରେ କାଳକ୍ରମେ ପୁଣି ମାଟିର ପାତ୍ର ତିଆରି କରିବା ଶିଖିଲା ଏଇ ମଣିଷ ଏବଂ ରୀତିମତ ଭାବରେ ତିଆରି କରି ଚାଲିଲା ମାଟିର ପାତ୍ର, ଯାହାକି ଏବେ ପୂଜା ପର୍ବ ହେଉ ବା ସୌଖିନ ଭାବରେ ହେଉ ଲୋକେ ମାଟିର ପାତ୍ର ଖୋଜୁଥିବାର ଦେଖିବାକୁ ମିଳୁଛି। ଏହି ମାଟିର ପାତ୍ର ବା ମାଟିର ମୂର୍ତ୍ତି ତିଆରି କରିବା ଦ୍ୱାରା ମଣିଷକୁ ସ୍ୱତନ୍ତ୍ର ଗୋଟେ ପରିଚୟ ତଥା ଜାତିର ନାମକରଣ କରାଯାଇଛି, ସେ ହେଉଛି କୁମ୍ଭାର। ହଁ ଆଜ୍ଞା, ଆମେ ଯେଉଁ ଚିତ୍ର ଦେଖାଉଛୁ ଏ ଚିତ୍ର ହେଉଛି ଏହି କୁମ୍ଭାରଙ୍କର କୌଳିକ ଜୀବିକା ଏବେ ଦିନକୁ ଦିନ ବିଲୁପ୍ତ ହେବାକୁ ବସିଥିବା ବେଳେ ରବୀନ୍ଦ୍ର ରଣା କିନ୍ତୁ ନିଜର କୂଳ ବ୍ୟବସାୟ ବା ନିଜର କୌଳିକ ବୃତ୍ତିକୁ ଛାଡ଼ି ନାହାନ୍ତି। ମାଟିର ସହିତ ତାଙ୍କର ସମ୍ପର୍କ ଅତୁଟ ରହିଛି ଆଜି ବି। ହଁ ଆଜ୍ଞା, ଆଜିର ମଣିଷ ସମାଜର ଚାକଚକ୍ୟର ଭିତରେ ହଜିବାକୁ ପ୍ରାୟତଃ ପସନ୍ଦ କରୁଥିବା ବେଳେ କୌଳିକ ବୃତ୍ତିକୁ ଜାବୁଡ଼ି ଧରି ରଖିଛନ୍ତି ରବୀନ୍ଦ୍ର ରଣା। ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅକୁ ନେଇ ତାଙ୍କର ତେଲ ଲୁଣର ସଂସାର। ପିଲାମାନେ କିନ୍ତୁ ଚାକିରିକୁ ପସନ୍ଦ କରନ୍ତି, ଏହି କୌଳିକ ବୃତ୍ତିକୁ ଭଲ ପାଉଥିବା କହିଛନ୍ତି, କିନ୍ତୁ ଏହି କାର୍ଯ୍ୟରେ ତାଙ୍କର ଅର୍ଦ୍ଧାଙ୍ଗିନୀ ତାଙ୍କୁ ବହୁତ ସହଯୋଗ କରନ୍ତି। ହଁ ଆଜ୍ଞା, କଟକର 42 ମୌଜା ଅଇନି ଗ୍ରାମରେ ତାଙ୍କର ବାସସ୍ଥାନରେ ଏପରି କାର୍ଯ୍ୟ କରିଚାଲିଛନ୍ତି। ଆପଣ ଯେଉଁ ଚିତ୍ର ଦେଖୁଛନ୍ତି ଏହି ଅଇନି ଗ୍ରାମର ତାଙ୍କ ବାସସ୍ଥାନର ଚିତ୍ର ଏବଂ ପରିଣତ ବୟସରେ ପହଞ୍ଚିଥିଲେ ମଧ୍ୟ ଏହି କାର୍ଯ୍ୟକୁ କରିବାକୁ ସକ୍ଷମ ହୋଇପାରୁଛନ୍ତି ଏବେ ବି। ହଁ, ସେ ଚକ୍ର ପ୍ରକ୍ରିୟା ନ ହୋଇ ଛାଞ୍ଚ ତିଆରି କରି ଛାଞ୍ଚ ପ୍ରକ୍ରିୟାରେ ମାଟିର ପାତ୍ର ତିଆରି କରି ଚାଲିଛନ୍ତି ରବୀନ୍ଦ୍ର। ଚାଲନ୍ତୁ ନା ଭେଟିବା ରବୀନ୍ଦ୍ର ରଣାଙ୍କୁ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ। ଭାଇ ଟିକେ ପରିଚୟ ଦିଅନ୍ତୁ। ରବୀନ୍ଦ୍ର ରଣା। ଆପଣ ଏଇ ଯୋଉ ମାଠିଆ ବା କଳସ ତିଆରି କରୁଛନ୍ତି, କଣ କହିବେ? ଆପଣ ମାଟି କେମିତି ଚକୁଟୁଛନ୍ତି, କଣ କରୁଛନ୍ତି, ଆଉ କେତେ ଦିନ ହେଲାଣି କରୁଛନ୍ତି? ଏମିତି ତ ପୂର୍ବ ପୁରୁଷରୁ ଚାଲିଛି ଆଉ। ଜେଜେ ବାପା କରୁଥିଲେ, ଆଉ ବାପା କରୁଥିଲେ, ବର୍ତ୍ତମାନ ମୁଁ ଏଇଆ କରୁଛି ଆଉ। ଏବେ ଆପଣଙ୍କ ପିଲାମାନେ ସେ ଚାକିରି ଯୋଗାଡ଼ କରୁଛନ୍ତି ଆଉ, ଆଗକୁ ଆଉ କରିବେ କି ନ କରିବେ କହିହବନି। କୌଳିକ ବୃତ୍ତି, ଆଜ୍ଞା, କୌଳିକ ବୃତ୍ତି ବର୍ତ୍ତମାନ ପାଇଁକା ପ୍ରତ୍ୟେକ କୌଳିକ କୁ ବୁଝାଉଛି, କୌଳିକ ବୃତ୍ତି ବର୍ତ୍ତମାନ ପାଇଁକା ଲୋପ ପାଇବାକୁ ଯାଉଛି। ସେ ପରିପ୍ରେକ୍ଷୀରେ ଆପଣ କଣ କହିବାକୁ ଚାହିଁବେ? ଆଉ ଆଜ୍ଞା ଲୋପ ପାଉଛି, ଆଉ କେହି ତ ପିଲା ଛୁଆ କରିବେ କି ନ କରିବେ ସେଇଟା କହିହବନି ନା। ଟିକେ ପରିଚୟ ଦେବେ। କଣ କହିବେ ଆପଣଙ୍କର ଏଇ କୌଳିକ ବୃତ୍ତି ଉପରେ? କଳିଙ୍ଗ ବୃତ୍ତି ଉପରେ କଣ କହିବା, ଏଇଟା ତ ଆମର କୁମାର ଜାତିର ପରମ୍ପରା ଜୀବିକା ପୂର୍ବ ପୁରୁଷରୁ ଲାଗି ରହିଛି। ଆମ ଶ୍ୱଶୁର କରୁଥିଲେ, ଆଉ ଆମେ ହାତରେ ସେମିତି କରୁଛୁ। ତାପରେ ପିଲା ଛୁଆ ଆଗକୁ କଣ କରିବେ ଆମେ ସେଟା କହିପାରୁନୁ, ତଥାପି ଆମେ ଶିଖେଇବୁ। କିଛି ଯେ ଆମେ ରହିପାରିବ କି ନ ରହିପାରିବ ସେଟା କହିପାରୁନୁ। ଆଉ ଏଇ ଯୋଉ କୌଳିକ ବୃତ୍ତି କାର୍ଯ୍ୟ କରୁଛନ୍ତି, ଏଇ ଯୋଉ ବର୍ତ୍ତମାନ ମାଠିଆଟା ଦେଖିଲି, ତ ସେ ମାଠିଆଟା ଆପଣଙ୍କର କିଏ ନଉଛନ୍ତି ଏଠିକି ଆସିକି? ହଁ, ଖୋଜୁଛନ୍ତି।
ଖୋଜୁଛନ୍ତି କିନ୍ତୁ ଜିନିଷ ପ୍ରାରମ୍ଭ ବୁଡିବାକୁ ବସିଲାଣି କହିହବନି କିଏ କରିବେ ନ କରିବେ ଆମେ ତ କରୁଛୁ ଅଛୁ ଯେତେବେଳେ ତାପରେ ସବୁବେଳେ ଜିନିଷ ଦରକାର ହବ ଆଗକୁ କେତେବେଳେ ଏଇଟା ବନ୍ଦ ହେଇପାରିବନି କିନ୍ତୁ କରିବା ପାଇଁକା ଲୋକ ଇଏ ହେଇଯାଉଛନ୍ତି ଏଇଟା କହିହବନି ପିଲାମାନେ ଆଜିକାଲି ଭଲ ଭଲ ସଂସ୍ଥା ବାହାରିଲାଣି କଲେଣି ଆକୁ କଣ କରିବେ ନ କରିବେ ସରକାରୀ ସ୍ତରରୁ ଆପଣଙ୍କୁ ଏଇଭଳି କାମ କରିବା ପାଇଁକା ସହଯୋଗ ମିଳେ ଆପଣ କରିବେ ହଁ ଯେତିକି ଦିନ ଥିବା ଆଉ ପିଲା ଛୁଆଙ୍କୁ ବି ଶିଖେଇବା କିଛିଟା ରଖିଛ ଆମର ଯୋଉ ଛାଞ୍ଚପଟା ରଖିଛ ତାକୁ ସାଇତିକି ରଖିବା ତାଙ୍କ ପିଲାଙ୍କୁ ପୁଣି ଶିଖେଇବା ସିଏ ଯଦି କରିପାରିବେ ସମୟ ମିଳିଲେ ଆମେ ଦେଖିଥିଲୁ ଚକ ଲାଗିଥାଏ କିନ୍ତୁ ଆପଣ ଏଠି ଛାଞ୍ଚରେ କରୁଛନ୍ତି ସେଟା ଚକଟା ବା ଶିଖି ପାରିଲୁ ନା ତାପରେ ଆଉ ତା ଦେହରୁ ବୁଦ୍ଧି ବାହାର କରି ଛାଞ୍ଚରେ କରୁଛୁ ତାପରେ ଯଦି କଣ ହବ ଆମର ତ ବୟସ ହଁ ମିଶୁଛି ରୋଷେଇ ହଉଛି ସବୁ କାମ ହେଇପାରୁଛି ପୂଜା ପର୍ବାଣୀ ରୋଷେଇ ମଲା ମୂର୍ତ୍ତିକା ସବୁ କାମରେ ଲାଗି ପାରୁଛି।